ସ୍ନାକ୍ସ ଆଉ ନମକିନ୍ ବ୍ୟବସାୟରେ ଗୋଟେ ନିୟମ ଅଛି ଯାହା କେବେ ବି ବଦଳେନି। ନିୟମଟା ହେଲା ଗ୍ରାହକମାନେ ବହୁତ ଶୀଘ୍ର ବିରକ୍ତ ହୋଇଯାନ୍ତି ଆଉ ଦୋକାନୀମାନେ ସବୁବେଳେ କିଛି ନୂଆ ଖୋଜନ୍ତି। ଏହି ଗୋଟିଏ ଲାଇନ୍ ଭିତରେ ମାନେ ପୁରା ବଜାର ଚରିତ୍ର ଲୁଚି ରହିଛି। ଏକଦମ ଠିକ୍ କଥା। ଆଉ କେଇ ଗୋଟିଏ ଲାଇନ୍ ହିଁ ଅନେକ ସେଲ୍ସମ୍ୟାନଙ୍କ ସଫଳତା ଆଉ ବିଫଳତାର କାରଣ ବି ପାଲଟିଯାଏ। ସମସ୍ତେ ଜାଣନ୍ତି ଯେ ନୂଆ ପ୍ରଡକ୍ଟ ବିକିଲେ ପଇସା ମିଳେ, କିନ୍ତୁ ପ୍ରଶ୍ନ ହେଉଛି ଯଦି ଏହା ଏତେ ସହଜ ତେବେ ଅଧିକାଂଶ ଲୋକ କାହିଁକି କରନ୍ତିନି? ହଁ, ଏଇଟା ଗୋଟେ ବହୁତ ବଡ଼ ପ୍ରଶ୍ନ। ଆଜି ଆମେ ସେଇ କାରଣର ଗଭୀରକୁ ଯିବା। କଥାଟା ଖାଲି ପ୍ରଡକ୍ଟ ବିଷୟରେ ନୁହେଁ, ବରଂ ଜଣେ ସେଲ୍ସମ୍ୟାନଙ୍କର କମ୍ଫର୍ଟ ଜୋନ୍ ବା ସୁରକ୍ଷିତ ବଳର ବିଷୟରେ। ବାଃ, ଏଇଟା ଗୋଟେ ଭାରି ମଜାଦାର କଥା। ତେବେ ଆଜିର ଆମର ଚର୍ଚ୍ଚାର ବିଷୟ ହେଉଛି କେବଳ ନୂଆ ଉତ୍ପାଦ ବିକିବା ନୁହେଁ, ବରଂ ନିଜର ସେହି ସୁରକ୍ଷିତ ବଳୟକୁ ଭାଙ୍ଗି ବାହାରକୁ ଆସିବା କୌଶଳ କ'ଣ? ଆମ ପାଖରେ ଥିବା ତଥ୍ୟ ଆଉ ଗୋଟେ କାହାଣୀ ମାଧ୍ୟମରେ ଆମେ ଏହାର ଏକ ସରଳ କିନ୍ତୁ ଶକ୍ତିଶାଳୀ ରାସ୍ତା ଖୋଜିବା। ଚାଲନ୍ତୁ ସେହି କାହାଣୀରୁ ହିଁ ଆରମ୍ଭ କରିବା। ଏହା ଆମକୁ ସମସ୍ୟାର ମୂଳ ପର୍ଯ୍ୟନ୍ତ ନେଇଯିବ। ନିଶ୍ଚୟ। ତେବେ କାହାଣୀଟି ହେଉଛି ରବି ନାମକ ଜଣେ ସେଲ୍ସମ୍ୟାନଙ୍କର। ରବି ନିଜ କାମରେ ବହୁତ ଭଲ ଥିଲେ, କିନ୍ତୁ ଗୋଟିଏ କ୍ଷେତ୍ରରେ ସେ କମ୍ପାନୀର ଯେଉଁ 5-7ଟା ପୁରୁଣା ରନିଂ ଆଇଟମ୍ ଥିଲା ସେଗୁଡ଼ିକୁ ବିକିବାରେ ମାହିର ଥିଲେ। କେଉଁ ଦୋକାନୀ କ'ଣ ନେବ ସବୁ ତାଙ୍କର ମୁଖସ୍ଥ। ଆଉ ଏଇଟା ହିଁ ଥିଲା ତାଙ୍କ ପାଇଁ କମ୍ଫର୍ଟ ଜୋନ୍। ଦେଖନ୍ତୁ, ଯେତେବେଳେ ଆମେ କୌଣସି କାମରେ ପାରଙ୍ଗମ ହୋଇଯାଉ, ଆମକୁ ସେଇ କାମ ବାରମ୍ବାର କରିବାକୁ ଭଲ ଲାଗେ, କାରଣ ସେଥିରେ ବିଫଳ ହେବାର ଭୟ ନଥାଏ। ଠିକ୍। ନୂଆ ପ୍ରଡକ୍ଟ ବିଷୟରେ କହିଲେ ଦୋକାନୀ ମନା କରିବାର ସମ୍ଭାବନା ଥାଏ, ଆଉ ସେହି ନା ଶୁଣିବାର ଡର ସେଇଟା ହିଁ ଆମକୁ ଅଟକାଇ ଦିଏ। ରବିଙ୍କ କ୍ଷେତ୍ରରେ ବି ଠିକ୍ ସେଇଆ ହେଉଥିଲା। ଏବଂ ଏହାର ପରିଣାମ ଦେଖାଗଲା ତାଙ୍କ ବିକ୍ରି ଉପରେ। ଧୀରେ ଧୀରେ ତାଙ୍କର ସେଲ୍ସ କମିବାକୁ ଲାଗିଲା। ଦୋକାନୀମାନେ ବି ଅଭିଯୋଗ କରିବା ଆରମ୍ଭ କଲେ, ରବି ଭାଇ ସବୁବେଳେ ସେଇ ଏକା ଜିନିଷ, ଗ୍ରାହକମାନେ କିଛି ନୂଆ ସ୍ୱାଦ, ନୂଆ ପ୍ୟାକେଟ୍ ମାଗୁଛନ୍ତି, ଆପଣଙ୍କ କମ୍ପାନୀ କ'ଣ କିଛି ନୂଆ ଆଣୁନି? ଏଠି ଗୋଟେ ମଜା କଥା ଦେଖନ୍ତୁ। ରବି ନୂଆ ଜିନିଷ ଦେଖାଉନଥିଲେ କାରଣ ତାଙ୍କୁ ଲାଗୁଥିଲା ଦୋକାନୀଙ୍କର ଆଗ୍ରହ ନାହିଁ। ହଁ। ଆଉ ଦୋକାନୀମାନେ ଭାବୁଥିଲେ ରବିଙ୍କ କମ୍ପାନୀ ପାଖରେ କିଛି ନୂଆ ନାହିଁ। ଏହା ଏକ ବିଶ୍ୱଚକ୍ର ପରି ହୋଇଗଲା। ଏହି ସମୟରେ ତାଙ୍କ ଡିଷ୍ଟ୍ରିବ୍ୟୁଟର, ଜଣେ ବହୁତ ଅଭିଜ୍ଞ ଲୋକ, ଗୋଟିଏ ଦିନ ରବିଙ୍କୁ ଡାକିଲେ। ଆଉ ସେଦିନର କଥାବାର୍ତ୍ତା ରବିଙ୍କ କାମ କରିବାର ଶୈଳୀକୁ ସବୁଦିନ ପାଇଁ ବଦଳାଇ ଦେଲା। ଡିଷ୍ଟ୍ରିବ୍ୟୁଟର ତାଙ୍କୁ ସିଧା ପଚାରିଲେ, ରବି, କମ୍ପାନୀ ଏଇ 3 ମାସରେ କେତେଟା ନୂଆ ଜିନିଷ ଆଣିଛି, ତୁମର କିଛି ଖବର ଅଛି? ରବି ମୁଣ୍ଡା ତଳୁକୁ କରି କହିଲେ, ନା ସର୍। ତାପରେ ଡିଷ୍ଟ୍ରିବ୍ୟୁଟର ତାଙ୍କ ଯେଉଁ କଥା କହିଲେ ସେଇଟା ଖାଲି ଉପଦେଶ ନଥିଲା, ଗୋଟେ ମାର୍କେଟ ଇନସାଇଟ୍ ଥିଲା। ସେ କହିଲେ, ମନେ ରଖ, ଏଠି ପ୍ରତି 60 ଦିନରେ ଗ୍ରାହକଙ୍କ ସ୍ୱାଦ ବଦଳିଯାଏ। 60 ଦିନରେ? ହଁ, ଫେଷ୍ଟିଭାଲ ଆସେ, ପିଲାଙ୍କ ଛୁଟି ହୁଏ, ଗୋଟେ ନୂଆ ସିନେମା ଆସେ, କିଛି ନା କିଛି କାରଣରୁ ଲୋକଙ୍କ ମୁଡ୍ ବଦଳେ। ଯିଏ ସେହି ବଦଳୁଥିବା ମୁଡ୍ ସହିତ ନୂଆ ଜିନିଷ ଆଣି ଦୋକାନରେ ପହଞ୍ଚାଏ, ସେହି ବଜାର ଜିତେ। ଏହି 60 ଦିନର ନିୟମ କଥାଟା ରବିଙ୍କ ମୁଣ୍ଡରେ ପଶିଗଲା। ସେ ବୁଝିପାରିଲେ ଯେ ସେ ବଜାର ସହିତ ନୁହେଁ, ବରଂ ବଜାର ବିରୁଦ୍ଧରେ ଚାଲୁଥିଲେ। ସେଦିନ ରାତିରେ ସେ ଘରକୁ ଯାଇ କମ୍ପାନୀର ସବୁ ନୂଆ ଉତ୍ପାଦର ତାଲିକା ବାହାର କଲେ, ତାର ଫଟୋ ନିଜ ମୋବାଇଲରେ ସେଭ୍ କଲେ। ଏବଂ ପରଦିନ ସକାଳୁ ଯେତେବେଳେ ସେ ମାର୍କେଟକୁ ଗଲେ, ସେ ଆଉ ପୁରୁଣା ରବି ନଥିଲେ। ପ୍ରଥମ ଦୋକାନରେ ପହଞ୍ଚି ପୁରୁଣା ଅର୍ଡର ନେବା ପରେ ସେ ଟିକେ ଅଟକିଗଲେ। ନିଜର ଡିଏମ୍ଏସ୍ ବା ଡିଷ୍ଟ୍ରିବ୍ୟୁଟର ମ୍ୟାନେଜମେଣ୍ଟ ସିଷ୍ଟମ ଆପ୍ ଖୋଲିଲେ ଏବଂ ଦୋକାନୀକୁ କହିଲେ, ସାର୍, ଆମର ଏଇ କିଛି ନୂଆ ଆଇଟମ୍ ଆସିଛି, ଦେଖିବେ କି? ଦୋକାନୀଙ୍କ ପ୍ରତିକ୍ରିୟା ଆଶ୍ଚର୍ଯ୍ୟଜନକ ଥିଲା। ସେ ଆଖି ବଡ଼ ବଡ଼ କରି କହିଲେ, ଆରେ ହଁ, ଏଇ ଚିଲି ଲେମନ ଚିପ୍ସଟା ତ ନୂଆ ଲାଗୁଛି, ଆଉ ଏଇ ମିକ୍ସଚରଟା ବି। ସେ ପଚାରିଲେ, କେବେଠୁ ଆସିଲାଣି, ମୋତେ ତ କହିନ? ରବି କିଛି କହିବା ଆଗରୁ ଦୋକାନୀ ନିଜେ କହିଲେ, ଆଚ୍ଛା, 2ଟାରୁ 2 ପ୍ୟାକେଟ୍ ଲେଖାଏଁ ଦେଇଦିଅ, ଦେଖିବା କେମିତି ଚାଲୁଛି। ଏହା ଏତେ ସହଜରେ ହୋଇଗଲା ଯେ ରବି ନିଜେ ବିଶ୍ୱାସ କରିପାରିଲେ ନାହିଁ। ଯେଉଁ କାମକୁ ସେ ଏତେ ଡରୁଥିଲେ, ସେଥିପାଇଁ ତାଙ୍କୁ ମାତ୍ର 30 ସେକେଣ୍ଡ ଲାଗିଲା। ଆଉ ସେହିଦିନ ସେ ଯେତେ ବି ଦୋକାନକୁ ଗଲେ, ପ୍ରାୟ 70% ଦୋକାନୀ ନୂଆ ଉତ୍ପାଦ ପାଇଁ ଅର୍ଡର ଦେଲେ। ଫଳାଫଳ ତ ଅବିଶ୍ୱାସନୀୟ ଥିଲା। ମାତ୍ର 10 ଦିନ ଭିତରେ ରବିଙ୍କ ମାସିକ ଟାର୍ଗେଟ ପୂରଣ ହେବାକୁ ଲାଗିଲା। ହଁ, ଦୋକାନୀମାନେ ଖୁସି, ଗ୍ରାହକମାନେ ଉତ୍ସାହିତ। ଆଉ ଯେତେବେଳେ ତାଙ୍କ ଡିଷ୍ଟ୍ରିବ୍ୟୁଟର ଏକଥା ଶୁଣିଲେ, ସେ କେବଳ ଗୋଟିଏ କଥା କହିଲେ, ଦେଖିଲ, ଏହାକୁ ହିଁ ବିକ୍ରି କୁହନ୍ତି। ନୂଆ ଉତ୍ପାଦ ଇଜ୍ ଇକ୍ୱାଲ୍ ଟୁ ନୂଆ ଆୟ। ସତରେ
ରବିଙ୍କ ସଫଳତା ଦେଖିବାକୁ ବହୁତ ସରଳ ଲାଗୁଛି, କିନ୍ତୁ ଏହା ପଛରେ କିଛି ଶକ୍ତିଶାଳୀ ମନୋବିଜ୍ଞାନ କାମ କରୁଛି। ଏକଦମ। ଚାଲନ୍ତୁ ଏହାକୁ ଟିକେ ଭାଙ୍ଗି ବୁଝିବା। ପ୍ରକୃତରେ ନୂଆ ଉତ୍ପାଦ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ଠିକ୍ ଅଛି, ମୋତେ ଲାଗୁଛି ଏହାର 4ଟି ମୁଖ୍ୟ କାରଣ ଅଛି। ପ୍ରଥମ ଏବଂ ସବୁଠୁ ସ୍ପଷ୍ଟ କାରଣ ହେଉଛି ଗ୍ରାହକ ବିବିଧତା ଚାହାନ୍ତି। ଆମେ ଗୋଟିଏ ଡାଲି ଭାତ ରୋଜ ଖାଇପାରିବାନି। ସେହିପରି ଗୋଟିଏ ସ୍ୱାଦର ଚିପ୍ସ ଖାଇ ଖାଇ ଲୋକେ ବୋର୍ ହୋଇଯାନ୍ତି। ସେମାନେ କିଛି ନୂଆ ଖୋଜନ୍ତି। ଠିକ୍। ଆଉ ଦ୍ୱିତୀୟ କାରଣଟି ଦୋକାନୀଙ୍କ ଦୃଷ୍ଟିକୋଣରୁ ଆସେ। ପ୍ରତ୍ୟେକ ଦୋକାନୀ ନିଜ ପାଖ ଦୋକାନୀ ସହ ପ୍ରତିଯୋଗିତା କରୁଥାଏ। ଯଦି ଆପଣ ତାଙ୍କୁ ଏମିତି ଏକ ଉତ୍ପାଦ ଦେଉଛନ୍ତି ଯାହା ତାଙ୍କ ପାଖ ଦୋକାନରେ ନାହିଁ, ତାହେଲେ ଆପଣ ତାଙ୍କୁ ପ୍ରତିଯୋଗିତାରେ ଜିତିବା ପାଇଁ ଏକ ଗୁପ୍ତ ଅସ୍ତ୍ର ଦେଉଛନ୍ତି। ଏକଦମ। ଏହା ତାଙ୍କୁ ସ୍ୱତନ୍ତ୍ର ଅନୁଭବ କରାଏ। ଆଉ ତୃତୀୟ କାରଣଟି କମ୍ପାନୀ ସହ ଜଡ଼ିତ। କୌଣସି କମ୍ପାନୀ ରାତିକି ରାତି ନୂଆ ଉତ୍ପାଦ ବଜାରକୁ ଆଣେ ନାହିଁ। ନା, ନେହା ପଛରେ ମାସ ମାସର ଗବେଷଣା, ବଜାର ସର୍ଭେ, ଟେଷ୍ଟିଂ ବହୁତ କିଛି ଥାଏ। ସେମାନେ ଜାଣନ୍ତି ଯେ ବଜାରରେ କେଉଁ ସ୍ୱାଦର ଚାହିଦା ଅଛି। ତେଣୁ ଜଣେ ସେଲ୍ସମ୍ୟାନ୍ ଯେତେବେଳେ ନୂଆ ଉତ୍ପାଦ ବିକ୍ରି କରନ୍ତି, ସେ କେବଳ ଏକ ପ୍ୟାକେଟ୍ ବିକନ୍ତି ନାହିଁ। ସେ ସେହି ସମ୍ପୂର୍ଣ୍ଣ ଗବେଷଣାର ଫଳକୁ ଦୋକାନୀଙ୍କ ପାଖରେ ପହଞ୍ଚାନ୍ତି। ଏବଂ ଚତୁର୍ଥ କାରଣ, ଯାହା ସେଲ୍ସମ୍ୟାନଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାଙ୍କ ନିଜର ଆୟ। ଏହାକୁ ବାସ୍କେଟ୍ ସାଇଜ୍ ଧାରଣାରେ ବୁଝିହେବ। ଭାବନ୍ତୁ, ଆପଣ ଗୋଟେ ରେଷ୍ଟୁରାଣ୍ଟକୁ କେବଳ ଡାଲି ରୁଟି ଖାଇବାକୁ ଯାଇଛନ୍ତି। ହଁ, କିନ୍ତୁ ୱେଟର ଆସି ଆପଣଙ୍କୁ ଗୋଟେ ସ୍ପେଶାଲ ପନିର ଟିକ୍କା ଷ୍ଟାର୍ଟର ବିଷୟରେ କହିଲା। ଆପଣଙ୍କ ମନ ବଳିଗଲା। ଏବେ ଆପଣଙ୍କ ବିଲ୍ ବଢ଼ିଗଲା। ଓହୋ, ବୁଝିଗଲି। ନୂଆ ଉତ୍ପାଦଟି ସେହି ପନିର ଟିକ୍କା ପରି। ସଠିକ୍। ଯେଉଁ ଦୋକାନୀ ଆଗରୁ 500 ଟଙ୍କାର ଅର୍ଡର ଦେଉଥିଲା, 2ଟି ନୂଆ ଆଇଟମ୍ ଯୋଗ ହେବା ପରେ ସେହି ଅର୍ଡର ସହଜରେ 700 ଟଙ୍କା ହୋଇଯାଏ। ଏହାର ଅର୍ଥ ବିକ୍ରିର ସୂତ୍ର ବହୁତ ସରଳ। ପୁରୁଣା ଉତ୍ପାଦ ଦୋକାନକୁ ଚଳାଇ ରଖେ, କିନ୍ତୁ ନୂଆ ଉତ୍ପାଦ ଦୋକାନର ଅଭିବୃଦ୍ଧି କରାଏ। ହଁ, ଆଉ ଜଣେ ଭଲ ସେଲ୍ସମ୍ୟାନଙ୍କୁ ଉଭୟ ମଧ୍ୟରେ ସନ୍ତୁଳନ ରଖିବାକୁ ପଡ଼ିବ। କିନ୍ତୁ ଏବେ ଆସୁଛି ସବୁଠୁ ବଡ଼ ପ୍ରଶ୍ନ। ଆମେ ଜାଣିଲେ କାହିଁକି କରିବା ଦରକାର, କିନ୍ତୁ ଏକ ବ୍ୟସ୍ତ ଦୋକାନରେ, ଜଣେ ଚିଡ଼ିଚିଡ଼ା ଦୋକାନୀ ସାମ୍ନାରେ ଏହାକୁ କିପରି କରାଯିବ? ନିଶ୍ଚିତ ଭାବରେ ଏହାର ଏକ ପଦ୍ଧତି ଅଛି। ଏହା କୌଣସି ରକେଟ୍ ବିଜ୍ଞାନ ନୁହେଁ। ଏହା 6ଟି ସରଳ ସୋପାନର ଏକ ଫ୍ରେମୱାର୍କ। ଯଦି ଏହାକୁ ଠିକ୍ ଭାବରେ ପାଳନ କରାଯାଏ, ତେବେ ସଫଳତା ମିଳିବାର ସମ୍ଭାବନା ବହୁତ ବଢ଼ିଯାଏ। ଠିକ୍ ଅଛି, ତେବେ ସେହି 6ଟି ସୋପାନ ଉପରେ ଗୋଟି ଗୋଟି କରି ଆଲୋଚନା କରିବା। ପ୍ରଥମ ପଦକ୍ଷେପ କ'ଣ? ପଦକ୍ଷେପ 1, ଦୋକାନୀଙ୍କ ସାମ୍ନାରେ ଡିଏମ୍ଏସ୍ ଖୋଲନ୍ତୁ। ଏହା ଦେଖିବାକୁ ଛୋଟ କାମ, କିନ୍ତୁ ଏହାର ପ୍ରଭାବ ବହୁତ ବଡ଼। କେମିତି? ଯେତେବେଳେ ଆପଣ ମୋବାଇଲ ବା ଟ୍ୟାବଲେଟ୍ ଖୋଲନ୍ତି, ଏହା 2ଟି କଥା ସୂଚାଏ। ପ୍ରଥମତଃ, ଆପଣ ପ୍ରସ୍ତୁତ ହୋଇ ଆସିଛନ୍ତି। ଦ୍ୱିତୀୟତଃ, ଆପଣ କେବଳ ମୁହଁରେ କହୁନାହାନ୍ତି, ଆପଣଙ୍କ ପାଖରେ ତଥ୍ୟ ଅଛି। ଏହା ତୁରନ୍ତ ଏକ ପେସାଦାର ଭାବମୂର୍ତ୍ତି ସୃଷ୍ଟି କରେ। ତାମାନେ ଏହା ବିଶ୍ୱାସ ସୃଷ୍ଟି କରିବାର ପ୍ରଥମ ପଦକ୍ଷେପ। ଠିକ୍, ଏବେ ପଦକ୍ଷେପ 2। ପଦକ୍ଷେପ 2, ଉତ୍ପାଦର ଏକ ସ୍ପଷ୍ଟ ଫଟୋ ଦେଖାନ୍ତୁ। ମନେ ରଖନ୍ତୁ, ଗୋଟିଏ ଫଟୋ 1000 ଶବ୍ଦ ସହ ସମାନ। ଦୋକାନୀ ଯେତେବେଳେ ପ୍ୟାକେଜିଂର ରଙ୍ଗ, ଡିଜାଇନ ଦେଖନ୍ତି, ସେ ମନେ ମନେ କଳ୍ପନା କରନ୍ତି ଯେ ଏହା ତାଙ୍କ ଦୋକାନର ସେଲ୍ଫରେ କିପରି ଦେଖାଯିବ। ଏବେ ଆସିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ପଦକ୍ଷେପ 3, ଉତ୍ପାଦ ବିଷୟରେ କହିବା। ଏଠାରେ ଅଧିକାଂଶ ଲୋକ ଭୁଲ କରନ୍ତି। ସେମାନେ କହିଦିଅନ୍ତି, ସାର୍, ଏଇଟା ବହୁତ ଟେଷ୍ଟି। ବିଲକୁଲ, ଏହା ଯଥେଷ୍ଟ ନୁହେଁ। ଟେଷ୍ଟି ଗୋଟେ ବହୁତ ସାଧାରଣ ଶବ୍ଦ। ଆପଣଙ୍କୁ ଏକ କାହାଣୀ କହିବାକୁ ପଡ଼ିବ। ଉଦାହରଣ ସ୍ୱରୂପ? ଉଦାହରଣ ସ୍ୱରୂପ କୁହନ୍ତୁ, ସାର୍, ଏହାର ଯେଉଁ ଟ୍ୟାଙ୍ଗି ଟମାଟୋ ଫ୍ଲେଭର ଅଛି, ତାହା ଆଜିକାଲି କଲେଜ ପିଲାମାନଙ୍କ ଭିତରେ ବହୁତ ଚାଲୁଛି। ଲୋକେ ଏହାକୁ କୋଲ୍ଡ ଡ୍ରିଙ୍କ ସହିତ ଖାଇବାକୁ ପସନ୍ଦ କରୁଛନ୍ତି। ବୁଝିଗଲି। ଏଠାରେ ଆପଣ କେବଳ ସ୍ୱାଦ ବିଷୟରେ କହିଲେ ନାହିଁ, ବରଂ କେଉଁ ଗ୍ରାହକ ଏହାକୁ କିଣିବେ ତାର ଏକ ଚିତ୍ର ମଧ୍ୟ ଦେଖାଇଲେ। ଏକଦମ। ତାପରେ ପଦକ୍ଷେପ 4, ମାର୍ଜିନ୍ କିମ୍ବା ସ୍କିମ୍ ବିଷୟରେ ସ୍ପଷ୍ଟ ଭାବରେ ସୂଚନା ଦିଅନ୍ତୁ। ଦୋକାନୀ ଜଣେ ବ୍ୟବସାୟୀ। ତାଙ୍କ ପାଇଁ ଲାଭ ହିଁ ସବୁକିଛି। ଖାଲି କୁହନ୍ତୁନି, ଏଥିରେ ଭଲ ମାର୍ଜିନ୍ ଅଛି। ତାହେଲେ କ'ଣ କହିବା? ସଠିକ୍ ଅଙ୍କ କୁହନ୍ତୁ। ସାର୍, ଏହି ଗୋଟିଏ ପ୍ୟାକେଟ୍ ବିକିଲେ ଆପଣଙ୍କୁ ସିଧା 2 ଟଙ୍କା ଲାଭ ମିଳିବ। ଦିନକୁ ଯଦି 10ଟା ବି ବିକ୍ରି ହୁଏ, ତେବେ ଆପଣଙ୍କ ଦୈନିକ ଲାଭରେ 20 ଟଙ୍କା ଯୋଡ଼ି ହୋଇଯିବ। ଏହା ଲାଭକୁ ବାସ୍ତବିକ ଏବଂ ଆକର୍ଷଣୀୟ କରିଦିଏ। ଏବେ ଆସିଲା ସେହି ମୁହୂର୍ତ୍ତ, ଯେତେବେଳେ ଅର୍ଡର ମାଗିବାକୁ ପଡ଼ିବ। ଏଇଠି ହିଁ ଅସଲ କଳାକାରୀ ଦରକାର।
ପଦକ୍ଷେପ 5 କ'ଣ ହେବା ଉଚିତ? ଏହା ହେଉଛି ସବୁଠାରୁ ଚତୁର ପଦକ୍ଷେପ। ଏହାକୁ ଲୋ ରିସ୍କ ଟ୍ରାଏଲ୍ କ୍ଲୋଜ୍ କୁହାଯାଏ। ଆପଣ କେବେ ବି ପଚାରିବେ ନାହିଁ, ସାର୍ କେତେ ପ୍ୟାକେଟ୍ ଦେବି? ଏହା ଏକ ବଡ଼ ପ୍ରଶ୍ନ। ଆଉ ଏହାର ଉତ୍ତର ନା ହୋଇପାରେ। ହଁ, ବରଂ ଆପଣ ଏକ ଛୋଟ ପ୍ରଶ୍ନ ପଚାରିବେ, ଯାହାକୁ ମନା କରିବା କଷ୍ଟକର। ସାର୍, ଚେଷ୍ଟା କରିବା ପାଇଁ ପ୍ରତ୍ୟେକର 2-2 ପିସ୍ ଦେବି କି? ବାଃ! ଏଠାରେ ଆପଣ ତାଙ୍କୁ ପୂରା କାର୍ଟୁନ କିଣିବାର ବଡ଼ ନିଷ୍ପତ୍ତି ନେବାକୁ କହୁନାହାନ୍ତି, କେବଳ ଏକ ଛୋଟ ବିପଦମୁକ୍ତ ପରୀକ୍ଷା ପାଇଁ କହୁଛନ୍ତି। ସଠିକ୍। 2-4 ପିସ୍ ପାଇଁ କୌଣସି ଦୋକାନୀ ସହଜରେ ମନା କରିବା ନାହିଁ। ଏହା ତାଙ୍କ ଉପରୁ ନିଷ୍ପତ୍ତି ନେବାର ଚାପ କମାଇ ଦିଏ। ଥରେ ଯଦି ଉତ୍ପାଦଟି ଦୋକାନ ଭିତରକୁ ଗଲା, ତେବେ ତାର ବିକ୍ରି ହେବାର ସମ୍ଭାବନା ଆପେ ଆପେ ବଢ଼ିଯାଏ। ଏବଂ ଶେଷରେ ପଦକ୍ଷେପ 6 ଅର୍ଡର ମିଳିଗଲା, ଏବେ କ'ଣ? ପଦକ୍ଷେପ 6 ଡିଏମ୍ଏସ୍ରେ ହିଁ ଅର୍ଡର ନିଅନ୍ତୁ, କାଗଜ କଲମରେ ନୁହେଁ। ଯେତେବେଳେ ଆପଣ ତାଙ୍କ ସାମ୍ନାରେ ସିଷ୍ଟମରେ ଅର୍ଡର ପକାନ୍ତି, ଏହା ପ୍ରକ୍ରିୟାକୁ ଆନୁଷ୍ଠାନିକ କରିଦିଏ। ଏହା ଦର୍ଶାଏ ଯେ କୌଣସି ଭୁଲ ହେବାର ସମ୍ଭାବନା ନାହିଁ। ଆଉ ତାଙ୍କୁ ଠିକ୍ ଜିନିଷ ଠିକ୍ ସମୟରେ ମିଳିବ। ଏହା ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଏକ ପେସାଦାର ଏବଂ ବିଶ୍ୱାସନୀୟ ଶେଷ ଦିଏ। ତେବେ ଏହି 6ଟି ପଦକ୍ଷେପ କେବଳ ଅର୍ଡର ଆଣିବାର ଏକ ଟେକ୍ନିକ୍ ନୁହେଁ, ବରଂ ଏହା ଦୋକାନୀଙ୍କ ସହ ସମ୍ପର୍କ ଏବଂ ବିଶ୍ୱାସ ସ୍ଥାପନ କରିବାର ଏକ ମାଧ୍ୟମ। ଏକଦମ। ଆପଣ ଜଣେ ଅର୍ଡର ନେବାବାଳା ନୁହେଁ, ବରଂ ଜଣେ ବ୍ୟବସାୟ ପରାମର୍ଶଦାତା ପାଲଟିଯାନ୍ତି। ଏହା ହିଁ ଆଜିର ଆଲୋଚନାର ସାରାଂଶ। ତେବେ ଆମେ ଆଜି ଯାହା ଶିଖିଲେ ତାହାକୁ 2ଟି ଲାଇନରେ କହିହେବ। ପ୍ରଥମତଃ, ଯେଉଁ ସେଲ୍ସମ୍ୟାନ୍ ନୂଆ ଉତ୍ପାଦ ଆଣେ, ସେ ଦୋକାନୀର ପ୍ରିୟ ହୋଇଯାଏ। ହଁ, କାରଣ ସେ କେବଳ ଜିନିଷ ବିକେ ନାହିଁ, ବରଂ ଦୋକାନୀଙ୍କ ବ୍ୟବସାୟ ବଢ଼ାଇବାରେ ସାହାଯ୍ୟ କରେ। ସତ କଥା। ଏବଂ ଦ୍ୱିତୀୟରେ, ନୂଆ ଉତ୍ପାଦ ହିଁ ନୂଆ ବ୍ୟବସାୟ ସୃଷ୍ଟି କରେ। ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ବ୍ୟବସାୟର ଅଭିବୃଦ୍ଧିର ମୂଳମନ୍ତ୍ର। ବହୁତ ବଢ଼ିଆ। ଆଜିର ଏହି ଆଲୋଚନା ପ୍ରତ୍ୟେକ ସେଲ୍ସ ପ୍ରଫେସନାଲ ପାଇଁ ବହୁତ ଉପଯୋଗୀ ହୋଇବ ବୋଲି ମୋର ବିଶ୍ୱାସ। ଯିବା ପୂର୍ବରୁ ଶ୍ରୋତାଙ୍କ ପାଇଁ ଗୋଟିଏ ଚିନ୍ତା ଛାଡ଼ିଯିବାକୁ ଚାହୁଁଛି। ନିଶ୍ଚୟ। ଆମେ ଆଲୋଚନା କଲେ କିପରି ଜଣେ ସେଲ୍ସମ୍ୟାନ୍ ନୂଆ ଉତ୍ପାଦ ବିକ୍ରି କରିପାରିବେ। କିନ୍ତୁ କେବେ ଭାବିଛନ୍ତି କମ୍ପାନୀ କିପରି ନିଷ୍ପତ୍ତି ନିଏ ଯେ କେଉଁ ନୂଆ ସ୍ୱାଦ ବଜାରକୁ ଆଣିବା ଉଚିତ? ଆପଣ ହିଁ ସେହି ବ୍ୟକ୍ତି ଯିଏ ପ୍ରତିଦିନ ଗ୍ରାହକ ଏବଂ ଦୋକାନୀଙ୍କ ସହ କଥା ହୁଅନ୍ତି। ହଁ। ସେମାନେ କ'ଣ ଚାହୁଁଛନ୍ତି, କେଉଁ ସ୍ୱାଦ ଖୋଜୁଛନ୍ତି, ଏହି ତଥ୍ୟ ଆପଣଙ୍କ ପାଖରେ ହିଁ ଥାଏ। ତେବେ ପ୍ରଶ୍ନ ହେଉଛି, ଆପଣ କେବଳ ଜଣେ ବିକ୍ରେତା ହେଇ ରହିବେ, ନା କମ୍ପାନୀର ପରବର୍ତ୍ତୀ ସଫଳ ଉତ୍ପାଦର ଉଦ୍ଭାବନ ପ୍ରକ୍ରିୟାର ଏକ ଅଂଶ ହେବେ? ଏହା ଉପରେ ଚିନ୍ତା କରିବା ଆବଶ୍ୟକ।